ସାବଧାନ, ଦୁର୍ଘଟଣାର ଫାଶରେ ରହିଛି 18 ଫୁଟିଆ ପୋଲ। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ବଇଣ୍ଡା ଠାରୁ ଆଠମଲ୍ଲିକ 62ତମ ଜାତୀୟ ରାଜପଥ ଯିବା ବାଟରେ ଠାକୁରଗଡ଼ ନିକଟସ୍ଥ 18 ଫୁଟିଆ ପୋଲଟିର ପଶ୍ଚିମ ଦିଗ ଶେଷ ଭାଗରେ ସିମେଣ୍ଟ ଓ ଇଟି ଢଳି ଯାଇଥିବା ବେଳେ ପୋଲରେ ଲାଗିଥିବା ଲୁହା ଛଡ଼ଗୁଡ଼ିକ 5ରୁ 6 ଇଞ୍ଚ ଲେଖାଏଁ ବାହାରକୁ ବାହାରି ଥିବାରୁ ଦୁର୍ଘଟଣାର ଫାଶ ହୋଇ ବିପଦର ସଂକେତ ଦେଖାଦେଇଛି। ସାବଧାନ, ଭାଗ୍ୟର ବିଡ଼ମ୍ବନା ନେଇ ଯିବା ଆସିବା ବାଟରେ କୌଣସି 2 କିମ୍ବା 4 ଚକିଆ ଯାନର ଚକରେ ବାହାରିଥିବା ରଡ୍ ଲାଗିଥିବା ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି। ଉକ୍ତ ରାସ୍ତାରେ ଦୈନନ୍ଦିନ ଶହ ଶହ ସଂଖ୍ୟାରେ ଗାଡ଼ି ମଟର ଯିବା ଆସିବା ହେଉଥିବା ବେଳେ ଶାସକ ଓ ପ୍ରଶାସନିକ ପଦାଧିକାରୀମାନେ ମଧ୍ୟ ସେହି ବାଟ ଯାଇଥିଲେ ମଧ୍ୟ ଉକ୍ତ ଦୁର୍ଘଟଣାର ଫାଶକୁ ନ ଦେଖିଲା ପରି ପ୍ରତିବାଦ କରୁନାହାନ୍ତି। ଯଥାଶୀଘ୍ର ପୂର୍ତ୍ତ ବିଭାଗ 18 ଫୁଟିଆ ପୋଲରେ ସୃଷ୍ଟି ହୋଇଥିବା ଗର୍ତ୍ତକୁ ମରାମତି କାର୍ଯ୍ୟ କଲେ ଦୁର୍ଘଟଣାରୁ ଜନସାଧାରଣ ମୁକ୍ତି ପାଇପାରିବେ ବୋଲି ପଥଚାରୀ, ଗାଡ଼ି ଚାଳକ ଓ ଜନସାଧାରଣ ଦାବି କରିଛନ୍ତି। ଯଦି ଉକ୍ତ ଫାଶରେ ପଡ଼ି କିଛି ଦୁର୍ଘଟଣା ଘଟେ ତାହେଲେ ପୂର୍ତ୍ତ ବିଭାଗ ଦାୟୀ ରହିବେ ବୋଲି ଗଣମାଧ୍ୟମ ଜରିଆରେ ଅଞ୍ଚଳବାସୀ ସୂଚନା ଦେଇଛନ୍ତି। ବ୍ୟୁରୋ ରିପୋର୍ଟ, ଆଠମଲ୍ଲିକ ସମାଚାର।